କାଲି କଣ୍ଟାବାଞ୍ଜିରେ ସକାଳ 6:30ଟାରେ ଗୋଟେ ଛୁଆଟା ଇମ୍ରାନ୍ ଦେବାର ବୋଲିକିରି 9 ବର୍ଷର ପିଲାଟା ତାର ବାପା ମା ତାକୁ ଧରିକିରି ଆସିଥିଲେ। ଆଉ ଜ୍ୱର କାଶ ହେଇକିରି ସେ ତାର ଛୁଆ ସିରିୟସ୍ ହେଇଯାଇଛି ବୋଲିକିରି ସେମାନେ କହିକିରି ସେତେବେଳେ ହସ୍ପିଟାଲ ଧରିକିରି ଆସିଥିଲେ। ସେତିକିବେଳେ ଆମର ପେଡ଼ିଆଟ୍ରିକ୍ ସ୍ପେଶାଲିଷ୍ଟ ସେନେ ଜଣେ ଅଛନ୍ ଯେ ଡକ୍ଟର ଜ୍ୟୋତି ପ୍ରକାଶ ରାମ ବୋଲି ସେ ଡ୍ୟୁଟିରେ ଥିଲେ। ସେ ଛୁଆକୁ ଏକ୍ଜାମିନ୍ କଲେ ଆଉ ତାପରେ ଦେଖିଲେ ଯେ ସେ ତାର ଆଉ ଜୀବନ ନାଇଁନ, ତ ବ୍ରଟ୍ ଡେଡ୍ ବୋଲିକିରି ସେମାନଙ୍କୁ କହିଲେ। ଆଉ ଏମିତି କେସ୍ ଗୁଡ଼ାକରେ ଆମର ପୋଷ୍ଟମର୍ଟମ୍ କରାହେସି, ପୁଲିସକୁ ଇନଫର୍ମେସନ୍ ଦିଆହେଇକିରି। ତ ସେଇ ହିସାବରେ ଆମର ଯେତେବେଳେ ସେ ପୋଷ୍ଟମର୍ଟମ୍ର ନାଁ ଧରା ହେଲା ସେମାନେ ପୋଷ୍ଟମର୍ଟମ୍ ବିଲକୁଲ ନାଇଁ କରୁ ଆଉ ଆମର ଜାତି ଭାଇମାନେ ଆମକୁ ଘରେ ପଶେଇ ନାଇଁ ଦିଅନ୍, ଏଇଟା ଆମର ନାଇଁ ଚଳେ ବୋଲି କହିକରି ସେ ଲାସ୍କୁ ଧରିକିରି ସେମାନେ ପଳେଇ ଯାଉଥିଲେ। ପଳେଇ ଗଲା ବେଳେ ଆମର ପୋଲିସ ସିକ୍ୟୁରିଟି ଗାର୍ड ଆମର ଡାକ୍ତର ସବୁ ମିଶିକିରି ସେ ତାର ପଛେ ପଛେ ଦୌଡ଼ିକିରି ତାହାକୁ ଫେର୍ 3 ଥର ସେ ଫିରେଇଛନ୍, 3 ଥର ସେ ଯାଇଛି। ତାପରେ ଲାଷ୍ଟରେ ସେ ତାକୁ ଆଣିକିରି ଆମର ଶବବାହକ ଗାଡ଼ିରେ ତାକୁ ବଙ୍ଗମୁଣ୍ଡାରେ ଯେନ୍ ଜାଗାରେ ସେ ରହିସି ସେ ଜାଗାରେ ଛାଡ଼ି ଦେଇକିରି ଆସିଛନ୍। ଦେଖୁନ୍ ଆମର ଡାକ୍ତର ଯେତେ ଅଛନ୍ ସେମାନେ ଯେମିତି ହିସାବରେ କାମ করবার କଥା କାମ କରୁଛନ୍, କିନ୍ତୁ ସେନର୍ ପବ୍ଲିକ୍ କେବେ ବି ଶାନ୍ତି ନାହିଁ। ଯଦି ପବ୍ଲିକ୍ ନିଜେ କୋଅପରେଟ୍ ନାଇଁ କରିବେ ଡାକ୍ତରମାନଙ୍କୁ ତାହେଲେ ସେ ଡାକ୍ତରମାନେ କେନ୍ତିକିରି କାମ କରିବେ। ଏବେ ଆମର ଇନଚାର୍ଜ କହୁଛନ୍ ଯେ ମୋତେ ଆପଣ ରିଲିଭ୍ କରିଦେଉନ୍ ଜଲ୍ଦି, ଆଉ ଜଣକୁ ଇନଚାର୍ଜ ରଖୁନ୍ ବୋଲି। ଦିନ ସାରା ତାଙ୍କୁ ହେରାସ୍ କରିଛନ୍ ପବ୍ଲିକ୍। ବୋଲେ ଏମିତି ଯଦି କଣ୍ଟାବାଞ୍ଜିରେ ପବ୍ଲିକ୍ର ଯଦି ସପୋର୍ଟ ନାଇଁ ରହିଲା, ସେମାନେ ଯଦି ଗୋଟେ ଫ୍ୟାକ୍ଟକେ ସେ ଅଲଗା କଲର୍ ଦେଇକରି ଯଦି ମିଡ଼ିଆରେ ବାହାର କରିବେ ଆଉ ସେ ଡାକ୍ତରମାନଙ୍କୁ ହେରେସ୍ କରିବେ, ତାହେଲେ ସେ ଡାକ୍ତରମାନେ ଏମିତି ପରିସ୍ଥିତିରେ କେମିତି ହିସାବରେ କାମ କରିପାରିବେ ଯେ କହୁନ୍।